ଅଛି ବାଟରେ ହଗିଲେ ନା ଦେଉଳ ତୋଳିଲେ ନା କେହି ଦେଉଳ ତୋଳିକି ନା କରିଛନ୍ତି ଭାଇରାଲ ହେଇଛନ୍ତି। ପ୍ରାୟ ଯେତିକି ଜଣ କଳାକାର ଅଛନ୍ତି ସମସ୍ତେ ବହୁ ପୁରୁଣା କଳାକାର। ଆପଣ ଦେଖନ୍ତୁ ଯେଉଁମାନେ ହିରୋଇନ୍ ସାଇଡ଼୍ରେ ଅଛନ୍ତି ରୀନା ପଣ୍ଡା, ମାମା, ଏମାନେ ବହୁତ ଦିନ ହେଲାଣି ଦର୍ଶକମାନଙ୍କ ପାଖରେ ଆଦୃତ ହୋଇସାରିଛନ୍ତି ଏବଂ ବଡ଼ ବଡ଼ ଅପେରା ପାର୍ଟିରେ ମଧ୍ୟ ସେମାନେ ବହୁତ ବର୍ଷ ଧରି କାମ କରିଛନ୍ତି। ମାମା ଯିଏ ସେ କଳିଙ୍ଗ ଅପେରାରେ ଆମେ ଯେଉଁ ସମୟରେ ଦେଖୁଥିଲୁ ଯାତ୍ରା ସେତେବେଳେ ସେ ପ୍ରାୟ ମୋତେ ଲାଗୁଛି 15-20 ବର୍ଷ ହେଲାଣି କଳିଙ୍ଗ ଅପେରାରେ କାମ କରୁଥିଲା, 15 ବର୍ଷ ଅତିକ୍ରମରେ। ତାପରେ ବିଭିନ୍ନ ଅନୁଷ୍ଠାନରେ କାମ କରିଥିଲା। ରୀନା ପଣ୍ଡା ସେ ବି ବିଭିନ୍ନ ବଡ଼ ବଡ଼ ଅନୁଷ୍ଠାନରେ ବହୁତ ବର୍ଷର କାମ କରୁଥିଲେ। ରୀନା ପଣ୍ଡା ଯିଏ ସେ ଗୋଟେ ମାନେ ଦର୍ଶକମାନଙ୍କର ଗୋଟେ ରୁଚି ମାନେ ରହିଯାଇଛି ତ ରୀନା ପଣ୍ଡା, ମାମା ଏମାନଙ୍କ ପ୍ରତି ସେମାନଙ୍କ ଦର୍ଶକମାନଙ୍କର ରୁଚି ବହୁତ ବଢ଼ିଆ ଅଛି। ଏବଂ ହିରୋ ସାଇଡ଼୍ରେ ଦେଖନ୍ତୁ ମାନସ ପଣ୍ଡା, ବାବୁଲି ପଣ୍ଡା, ଏବେ ନବାଗତ ଯିଏ ଆସିଛି ଦିବ୍ୟ, ସେ ବହୁତ ସୁନ୍ଦର ଅଭିନୟ କରେ ଏବଂ ଖଳ ଚରିତ୍ର ହିସାବରେ ଆପଣ ଦେଖିବେ ଚଗୁଲୁ ଏବଂ ଜୀବନ ଏମାନଙ୍କର ସବୁ ଯାହା ଚରିତ୍ର ସେମାନେ ଦେଖିବେ ବହୁତ ସୁନ୍ଦର ଭାବରେ ଚରିତ୍ରଟାକୁ ଚିତ୍ରଣ କରିଛନ୍ତି ପ୍ରତ୍ୟେକ ନାଟକରେ। ଏବଂ ଦର୍ଶକମାନେ ନିଶ୍ଚିତ ଭାବରେ ଏ ଅନୁଷ୍ଠାନକୁ ଆଶୀର୍ବାଦ କରିବେ ଏବଂ ଏ ନାଟକ ଗୁଡ଼ିକୁ ଉପଭୋଗ କରିବେ। ଏଇଟା ମୁଁ ନିଶ୍ଚିତ ଭାବରେ ଦୃଢ଼ ଅଛି। 4ଗୋଟି ନାଟକ କରିଛୁ। ପ୍ରଥମ ଆଜି ପ୍ରଦର୍ଶିତ ହେଉଛି ମୋତେ ବୁଲେଇ ନେବି ଖଣ୍ଡଗିରି, ଯେଉଁ ପପୁ ବ୍ରହ୍ମଙ୍କ ରଚନା ଏବଂ ନନ୍ଦୁ ସାର୍ଙ୍କର ନିର୍ଦ୍ଦେଶନାରେ ଆଜି ସେ ନାଟକଟି ଆଜି ପ୍ରସ୍ତୁତ ହୋଇଛି ଏବଂ ସେଇଠି ମଧ୍ୟ ଆଜି ପ୍ଲେ କରାଯାଉଛି। ଏବଂ ଆଉ ଗୋଟିଏ ନାଟକ ଅଛି ଯାହାକୁ ମୁଁ ଏତେ ଭଲ ପାଉଛି। ତୃତୀୟ ନାଟକଟି ହେଲା ଶ୍ରୀକୃଷ୍ଣଙ୍କ ଶେଷ ହସ, ଯେଉଁ ନାଟକଟି କି ବହୁତ ସୁନ୍ଦର ନାଟକ ହେଇଛି। ଏବଂ ଚତୁର୍ଥ ନାଟକ ସବୁକିଛି ସରିଗଲା ପରେ ତା'ର ରଚନା କରିଛନ୍ତି ୟୁନିକ୍ ପ୍ରଦୀପ ବେହେରା ଏବଂ ନିଜେ ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ସେ ନାଟକଟି ମଧ୍ୟ ବହୁତ ଶୁଣନ୍ତୁ, ସିଙ୍ଗର ତ ଆମ ପାର୍ଟିରେ 4 ଜଣ ସିଙ୍ଗର ଅଛନ୍ତି ଯେଉଁମାନେ କି ବହୁତ ମାନେ ନାମୀ ଦାମୀ ସିଙ୍ଗର ସବୁ। ଆପଣ ଦେଖନ୍ତୁ ସନ୍ତୋଷ, ରାଜ, ଏବେ ପ୍ରମୋଦ, ଇଏ ହେଲେ 3 ଜଣ ଜେଣ୍ଟ ସାଇଡ଼୍ରେ, 2 ଜଣ ପିଙ୍କି ଏବଂ ନନ୍ଦିନୀ, 2 ଜଣ ଅଛନ୍ତି ଲେଡ଼ି ସିଙ୍ଗର ଯେଉଁମାନେ ବଡ଼ ବଡ଼ ପାର୍ଟିରେ ମଧ୍ୟ ଆଗରୁ ତାଙ୍କର ଗୀତ ଗାଇଛନ୍ତି। ସମସ୍ତେ ମଧ୍ୟ ସେମାନଙ୍କୁ ଭଲ ଭାବରେ ଜାଣିଛନ୍ତି। ବହୁତ ଉଚ୍ଚ କୋଟିର ସିଙ୍ଗର ସେମାନେ। ନିଶ୍ଚିତ ଭାବରେ କହିବି, ଦର୍ଶକମାନଙ୍କୁ ଅନୁରୋଧ କରିବି ଏବଂ ଭିକ୍ଷା ମଧ୍ୟ ମାଗିବି। ଯେହେତୁ ଗୋଟେ ଅନୁଷ୍ଠାନ ନୂଆ କରି ଗଢ଼ି ଉଠିଛି, ବହୁତ କଷ୍ଟ ହେଇଛି, ବହୁତ ପରିଶ୍ରମ ପରେ ମଧ୍ୟ ଆଜି ଅପେରା ଖଣ୍ଡଗିରି ସେମାନଙ୍କ ପାଇଁ ଆସିଛି ରାସ୍ତାକୁ, ସେମାନଙ୍କ ପ୍ରେକ୍ଷାଳୟକୁ। ଦର୍ଶକମାନଙ୍କୁ ଏହା କହିବି କି ସେମାନଙ୍କର ଆଶୀର୍ବାଦ ସଦାବେଳେ ଆମ ଅନୁଷ୍ଠାନ ପ୍ରତି ରହୁ, ଆମ କଳାକାରମାନଙ୍କ ପ୍ରତି ରହୁ ଏବଂ ସେମାନଙ୍କ ଆଶୀର୍ବାଦରେ ଏ ଅନୁଷ୍ଠାନ ଅପେରା ଖଣ୍ଡଗିରି ବହୁତ ଆଗକୁ ଯାଉ। ଏକଥା ମୁଁ ଦର୍ଶକମାନଙ୍କୁ ଶୁଣନ୍ତୁ, ଆପଣମାନେ ଜାଣିଛନ୍ତି ଆଇଟମ୍ ସଙ୍ଗର ମାନେ ସମ୍ପୂର୍ଣ୍ଣ ବିରୋଧୀ ହେଉଛି ମୁଁ। ଯଦି ଆଜିକା ଦିନରେ ଖଣ୍ଡଗିରିରେ ଯଦି ସେଇ ଅଶ୍ଳୀଳ ନୃତ୍ୟ ଯେଉଁଟାକି ଆପଣ କହୁଛନ୍ତି ଆଇଟମ୍ ଡ୍ୟାନ୍ସ, ତାକୁ ଯଦି କିଏ ପ୍ରଥମେ ବିରୋଧ କରିଥିଲା ସେ ଜଣକ ହେଉଛି ମୁଁ ନିଜେ। ମୁଁ ଯେତେବେଳେ ନିଜେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରୁଥିଲି, ମୋ ଅନୁଷ୍ଠାନରେ କେମିତି ସେସବୁକୁ ପ୍ରଶୟ ଦିଆଯିବ? କେବେ ବି ସେସବୁକୁ ଆମେ ପ୍ରଶୟ ଦେଇନୁ ଏବଂ ଆମେ ନାଟକ ସହିତ ମେଲୋଡ଼ି, ରେକର୍ଡ଼ ଡ୍ୟାନ୍ସ ଏସବୁ ଉପରେ ମାନେ ସମ୍ପୂର୍ଣ୍ଣ ଭାବରେ ନଜର ରଖିଛୁ। ବହୁତ ସୁନ୍ଦର ଭାବରେ ହେଇଛି। ଆପଣମାନେ ଦେଖୁଥିଲେ ମେଲୋଡ଼ି ଗୁଡ଼ିକ ବହୁତ ସୁନ୍ଦର ଭାବରେ ହେଇଛି। ରେକର୍ଡ଼ ଡ୍ୟାନ୍ସ ମଧ୍ୟ ବହୁତ ବଢ଼ିଆ ଭାବରେ ହେଇଛି। ଏବଂ ନାଟକ ମୁଁ କହୁଛି କୌଣସି ନାଟକ ମାନେ କୌଣସି ପାର୍ଟିରେ ଗୋଟେ ନାଟକ ଭଲ ବାଜେ, କିନ୍ତୁ ଅପେରା ଖଣ୍ଡଗିରିରେ ଯେଉଁ 4ଟି ନାଟକ ହେଇଛି, 4ଟି ଯାକ ନାଟକ ବହୁତ ବଢ଼ିଆ ନାଟକ ହେଇଛି ଏବଂ ଦର୍ଶକମାନଙ୍କ ପାଖରେ ନିଶ୍ଚିତ ଭାବରେ ଆଦୃତ ହେବ। ଏ କଥାଟା ମାନେ ମୁଁ ନିଜେ ଦୃଢ଼ ଭାବରେ କହିବି ଏବଂ ଆଶା ମଧ୍ୟ ରଖିବି। ସାର୍, ବର୍ତ୍ତମାନ ଭାଇରାଲ ଯେଉଁ ଆର୍ଟିଷ୍ଟ ମାନେ କଥା କୁହନ୍ତୁ ବା ତାଙ୍କୁ ନେଇକି ଯାତ୍ରା ଚାଲିଛି ନା ଯାତ୍ରା ଯେଉଁ ନାଟକ ନେଇ ଯାତ୍ରା ଚାଲିଛି? ଶୁଣନ୍ତୁ, ସୋସିଆଲ ମିଡ଼ିଆକୁ ବ୍ୟବହାର କରି ଯେଉଁ କଥାରେ ଅଛି ବାଟରେ ହଗିଲେ ନା ମୋତେ କାହିଁ ଦେଖାନ୍ତୁ ସେମିତି କଳାକାର ଜଣେ ମୋତେ ଦେଖାନ୍ତୁ ଯିଏକି ମାନେ ଭଲ ଅଭିନୟ କରିକିରି ମାନେ ଭାଇରାଲ ହେଇଛନ୍ତି। ସମସ୍ତେ ଆପଣ ଦେଖିଥିବେ ବିବାଦରେ ଛନ୍ଦି ହେଇ ଏମିତି ବିବାଦ କରିଥିବେ, ସୋସିଆଲ ମିଡ଼ିଆରେ ଏମିତି ପ୍ରଚାର ପ୍ରସାର କରିଛନ୍ତି କରିକି ସେମାନେ ଭାଇରାଲ ହେଇଛନ୍ତି। ମୁଁ କହୁନି
କୌଣସି କଳାକାରକୁ ମୁଁ ନିନ୍ଦା କରି କହିପାରିବିନି, କିନ୍ତୁ ସବୁ କଳାକାରଙ୍କ ପାଖରେ କଳାର ଚାତୁରୀ ଅଛି, ସମସ୍ତେ ବଢ଼ିଆ ସୁନ୍ଦର ଭାବରେ କରିପାରିବେ। କିନ୍ତୁ ନାଟକଟି ଯଦି ସରସ ହେଲା ନିଶ୍ଚିତ ଭାବରେ ସବୁ କଳାକାର ତାକୁ ଦେଖନ୍ତୁ। ଗୋଟେ ପାର୍ଟିର 4ଟା ନାଟକ ହେଉଛି, ଯଦି ଦେଖିବେ 3ଟା ନାଟକ କ୍ଲିକ୍ କରିପାରୁନି, କିନ୍ତୁ ଗୋଟେ ନାଟକ କେଉଁଠି ଯଦି ବାଜିଗଲା ତାହେଲେ ସେଇ ନାଟକଟା ହାଇଲାଇଟ୍ ହେଉଛି। ଆଉ ଗୋଟେ ଜାଗାରେ ଦେଖିଥିବେ ଆପଣ ଗୋଟେ ନାଟକକୁ ଭାଇରାଲ କରିବା ପାଇଁ ମାଲିକମାନେ ମଧ୍ୟ ବହୁ ପ୍ରଚେଷ୍ଟା କରୁଛନ୍ତି, ବହୁତ ଚେଷ୍ଟା କରୁଛନ୍ତି। ତା'ର ଏମିତି ତାକୁ ଭାଇରାଲ କରାଉଛନ୍ତି, ମାନେ ନାଟକରେ ଯଦି କିଛି ନଥିବ କିନ୍ତୁ ଏମିତି ତାକୁ ଭାଇରାଲ କରାଇଥିବେ, ଏମିତି ଲୋକଙ୍କ ପାଖରେ ସୋସିଆଲ ମିଡ଼ିଆରେ ପହଞ୍ଚାଇଥିବେ ତ ଲୋକ ସେଇଟାରେ ଗହଳି ହେଇକି ରହୁଛନ୍ତି। କିନ୍ତୁ ଆମେ ସେସବୁ ଭିତରେ କେବେ ବିଶ୍ୱାସ କରୁନା, ସେସବୁ କଥା ବହୁତ ଦିନର କଥା ନୁହେଁ। ତେଣୁକରି ମୁଁ ନିଜେ ସବୁ ନାଟକକୁ ନିଜେ ନଜର ରଖିଛି, ସବୁ ରାଇଟରଙ୍କ ସହିତ ଡିସ୍କସ୍ କରିଛି, ଗପ ଡିସ୍କସ୍ କଲି ଏବଂ ପ୍ରତ୍ୟେକ ନାଟକକୁ ମୁଁ ନିଜେ ମଧ୍ୟ ପାଖରୁ ବସିକି ଡିରେକ୍ସନକୁ ଦେଖିଛି। ବହୁତ ସୁନ୍ଦର ନାଟକ ହେଇଛି, 4ଟି ଯାକ ନାଟକ ଦେଖିବେ ବହୁତ ସୁନ୍ଦର। ଟିକେଟର ମୂଲ୍ୟ ସାର୍ କେତେ ରହିଛି ଆପଣଙ୍କର ସାର୍? ଶୁଣନ୍ତୁ, ଆମେ ଏବେ 200 ଟଙ୍କା ସ୍ୱତନ୍ତ୍ର ଶ୍ରେଣୀ ଆଉ ପ୍ରଥମ ଶ୍ରେଣୀ 150 ଟଙ୍କା ରଖୁଛୁ। ଆଗକୁ ସାର୍ ବଢ଼ିବ ନା ଏଇଟାରେ ଚାଲିବ ଆଜ୍ଞା ସାର୍? ଶୁଣନ୍ତୁ, ଯେହେତୁ ବର୍ତ୍ତମାନ ରେନି ସିଜନ୍, ବହୁତ ବଡ଼ ପାର୍ଟି ମଧ୍ୟ ସେଇ 200 ଟଙ୍କା 150 ଟଙ୍କା ରଖୁଛନ୍ତି। ଆମେ ତ ତାଙ୍କଠାରୁ କିଛି କମ୍ରେ ବି ନାହୁଁ। ଆପଣ ଦେଖିଥିବେ ଆମର ସାଜସଜ୍ଜା ଠାରୁ ଆରମ୍ଭ କରି କଳାକାରଙ୍କ ଠାରୁ ଆରମ୍ଭ କରିକି ଡ୍ୟାନ୍ସ ଠାରୁ ଗୀତ ଠାରୁ କେଉଁଥିରେ ଆମେ କମ୍ରେ ନାହୁଁ। ଆମେ କିନ୍ତୁ ସେଇ ରଖିଛୁ, ଆଗକୁ ଦେଖିବା କ'ଣ ହେବ। ଧନ୍ୟବାଦ।